ଯଦି ଜଣେ ମହିଳା ତୁମ ସାମ୍ନାରେ ଅଛି, ସେ ଅସତ୍ୟ କଥା କହୁଛି, ମିଛ କହୁଛି, ଚତୁର ଛଳନା କରୁଛି କିମ୍ବା ହିଂସାତ୍ମକ ଖରାପ ସ୍ୱଭାବର, ତେବେ ତୁମେ କ'ଣ ଏବେ ବି ତାଙ୍କ ପ୍ରତି ଆକର୍ଷିତ ହେଉଛ? ମୋତେ କୁହ, ନୁହେଁ କି? ଯଦି କେହି ବହୁତ ସୁନ୍ଦର କିନ୍ତୁ ତୁମେ ଦେଖିବ ଯେ ସେ କେବଳ ଅଜ୍ଞ ନୁହେଁ ବରଂ ପ୍ରତାରକ, ବିଶ୍ୱାସଘାତକ ଏବଂ ହିଂସାତ୍ମକ ମଧ୍ୟ, ତୁମର ଆକର୍ଷଣ ହ୍ରାସ ପାଇବ ଏବଂ ଯଦି ତୁମେ ତାଙ୍କର ଆକ୍ରମଣାତ୍ମକ ମନୋଭାବକୁ ଅତ୍ୟଧିକ ଦେଖ, ତେବେ ଆକର୍ଷଣ ଘୃଣାରେ ପରିଣତ ହେବ। ତୁମେ ତା ପାଖରୁ ଦୌଡ଼ି ପଳାଇବ। ତେଣୁ ତୁମେ ଜାଣ ଯେ ତୁମର ଚେତନା ଜାଣେ ଯେ ସମସ୍ତ ମହିଳା ନିକଟତର ହେବା ଯୋଗ୍ୟ ନୁହନ୍ତି। ସେହିପରି ନାରୀ ଚେତନା ମଧ୍ୟ ଜାଣେ ଯେ ସମସ୍ତ ପୁରୁଷ ନିକଟତର ହେବା ଯୋଗ୍ୟ ନୁହନ୍ତି, ନୁହେଁ କି? ଏହା ତୁମକୁ ଜାଣିବା ଉଚିତ। ଏହାକୁ ଆତ୍ମଜ୍ଞାନ କୁହାଯାଏ। ତୁମର ଚେତନାକୁ ଶକ୍ତିଶାଳୀ କର। ତୁମର ଚେତନା ତୁମକୁ ସୂଚନା ଦେଇ ଚାଲିଥାଏ ଯେ କେବଳ ଶରୀର ଯଥେଷ୍ଟ ନୁହେଁ, ତାର ଆଭ୍ୟନ୍ତରୀଣ ଜଗତରେ ମଧ୍ୟ କିଛି ସୌନ୍ଦର୍ଯ୍ୟ ରହିବା ଆବଶ୍ୟକ। କିନ୍ତୁ ତୁମର ବାହନ, ତୁମର ଶରୀର, ତୁମେ ଖୋଜୁଥିବା ସାଥୀ, ତୁମର ଜୀବନ ସାଥୀ ଆଭ୍ୟନ୍ତରୀଣ ଭାବରେ କିପରି ତାହା ବିଚାର କରେ ନାହିଁ। ଶରୀରକୁ ଏକ ଶରୀର କେବଳ ଆବଶ୍ୟକ। ତୁମେ କ'ଣ ଏକ ଶରୀର ଏବଂ ଏକ ଚେତନା ଉଭୟ? ପ୍ରଶ୍ନ ହେଉଛି ଆହୁରି କ'ଣ? ଯଦି ମୁଁ ଜଣେ ପୁରୁଷ ହୋଇଥିବାରୁ ଜଣେ ମହିଳା ଖୋଜୁଛି, ତେବେ ଜିନିଷଗୁଡ଼ିକ ଜଟିଳ ହୋଇଯାଏ। ଏବେ ତୁମେ ପ୍ରକୃତରେ ଚେତନା ଖୋଜୁନାହଁ, ତୁମେ ଏକ ଶରୀର ଖୋଜୁଛ। ଯେତେବେଳେ ତୁମେ ଏକ ଶରୀର ଖୋଜୁଛ, ତୁମର ନିଜସ୍ୱ ଚେତନା ହ୍ରାସ ପାଇବ, ଏହା ପତନ ହେବ ଏବଂ ଯେତେବେଳେ ତୁମର ଚେତନା ପତନ ହେବ, ତୁମେ ପ୍ରଚଣ୍ଡ ଦୁଃଖ ଅନୁଭବ କରିବ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।